ଯଦିଓ ପୁରାଣରେ ଏହା କେବେ ଆରମ୍ଭ ହୋଇଥିଲା ତାହାର କିଛି ନିର୍ଦ୍ଦିଷ୍ଟ ବର୍ଣ୍ଣନା ନାହିଁ, କିନ୍ତୁ କେତେକ ପୁରାଣରେ ଏହା ଉଲ୍ଲେଖ କରାଯାଇଛି ଯେ ଏହି ପରମ୍ପରା ସ୍ୱର୍ଗର ଦେବତାମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଏହାକୁ ଦେଖିଲେ ଏହି ପରମ୍ପରା ବହୁ ପ୍ରାଚୀନ ବୋଲି ଅନୁମାନ କରାଯାଏ। ଏହା କେବଳ ଭାଇ ଭଉଣୀଙ୍କ ମଧ୍ୟରେ ପ୍ରେମ ଓ ସମ୍ମାନର ପ୍ରତୀକ ନୁହେଁ, ବରଂ ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ବନ୍ଧନ ଯାହା ଦେବତାଙ୍କ କାହାଣୀ ମାଧ୍ୟମରେ ଆମ ସମାଜରେ ପ୍ରତିଷ୍ଠିତ ହୋଇଛି। ପୁରାଣରେ ଏହା ଆରମ୍ଭ ସ୍ୱର୍ଗର ଦେବତାମାନଙ୍କ ଠାରୁ ହୋଇଥିବା ଉଲ୍ଲେଖ ରହିଛି। ଆସନ୍ତୁ ଏହାର ପୌରାଣିକ କାହାଣୀଗୁଡ଼ିକ ଏକ ବୃହତ୍ ଓ ବିସ୍ତୃତ ରୂପରେ ଜାଣିବା। ରକ୍ଷାବନ୍ଧନର ପୌରାଣିକ ଉତ୍ସ ଓ ମହତ୍ତ୍ୱ। ରକ୍ଷାବନ୍ଧନ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ, ଯାହାକୁ ଓଡ଼ିଶାରେ ରାକ୍ଷୀ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଏହି ପର୍ବ ଭାଇ ଭଉଣୀଙ୍କ ମଧ୍ୟରେ ଏକ ପବିତ୍ର ବନ୍ଧନ ସୃଷ୍ଟି କରେ, ଯେଉଁଠାରେ ଭଉଣୀ ଭାଇଙ୍କ ହାତରେ ରାକ୍ଷୀ ବା ରକ୍ଷା ସୂତ୍ର ବାନ୍ଧି ତାଙ୍କର ଦୀର୍ଘାୟୁ ଓ ସୁରକ୍ଷା କାମନା କରନ୍ତି ଏବଂ ଭାଇ ତାଙ୍କ ଭଉଣୀଙ୍କୁ ଜୀବନ ସାରା ରକ୍ଷା କରିବାର ପ୍ରତିଜ୍ଞା କରନ୍ତି। ନିମ୍ନରେ ଏହା ସହ ଜଡ଼ିତ ପ୍ରମୁଖ ପୌରାଣିକ କାହାଣୀଗୁଡ଼ିକୁ ବିସ୍ତୃତ ରୂପେ ବର୍ଣ୍ଣନା କରାଯାଇଛି। ଇନ୍ଦ୍ର ଓ ଇନ୍ଦ୍ରାଣୀ। ଭବିଷ୍ୟ ପୁରାଣ ଅନୁସାରେ ସତ୍ୟ ଯୁଗରେ ଦେବରାଜ ଇନ୍ଦ୍ର ବୃତ୍ରାସୁର ନାମକ ଏକ ଶକ୍ତିଶାଳୀ ଅସୁର ସହ ଏକ ଭୟଙ୍କର ଯୁଦ୍ଧରେ ଲିପ୍ତ ଥିଲେ। ଏହି ଯୁଦ୍ଧରେ ଇନ୍ଦ୍ରଙ୍କୁ ସୁରକ୍ଷା ଦେବା ପାଇଁ ତାଙ୍କ ପତ୍ନୀ ଇନ୍ଦ୍ରାଣୀ ସଚୀ ତପସ୍ୟା ଓ ଆଧ୍ୟାତ୍ମିକ ଶକ୍ତି ବଳରେ ଏକ ପବିତ୍ର ରକ୍ଷା ସୂତ୍ର ପ୍ରସ୍ତୁତ କରିଥିଲେ। ଶ୍ରାବଣ ପୂର୍ଣ୍ଣିମା ଦିନ ସେ ଏହି ସୂତ୍ର ଇନ୍ଦ୍ରଙ୍କ ଡାହାଣ ହାତରେ ବାନ୍ଧିଥିଲେ। ଏହି ରକ୍ଷା ସୂତ୍ରର ଦିବ୍ୟ ଶକ୍ତି ଯୋଗୁଁ ଇନ୍ଦ୍ର ଯୁଦ୍ଧରେ ବୃତ୍ରାସୁରଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ। ଏହି ଘଟଣା ରକ୍ଷାବନ୍ଧନର ପ୍ରଥମ ପୌରାଣିକ ଉଦାହରଣ ଭାବେ ବିବେଚିତ ହୁଏ, ଯାହା ଏହି ପରମ୍ପରାର ଆଧ୍ୟାତ୍ମିକ ମୂଲ୍ୟକୁ ସ୍ଥାପନ କରେ। ଶ୍ରୀକୃଷ୍ଣ ଓ ଦ୍ରୌପଦୀ। ମହାଭାରତରେ ରକ୍ଷାବନ୍ଧନ ସହ ଜଡ଼ିତ ଏକ ଅତି ହୃଦୟସ୍ପର୍ଶୀ କାହାଣୀ ରହିଛି। ଯୁଧିଷ୍ଠିରଙ୍କ ରାଜସୂୟ ଯଜ୍ଞ ସମୟରେ ଶିଶୁପାଳ ଶ୍ରୀକୃଷ୍ଣଙ୍କୁ ଅପମାନ କରିଥିଲେ। ଏହାର ପ୍ରତିଶୋଧରେ ଶ୍ରୀକୃଷ୍ଣ ତାଙ୍କ ସୁଦର୍ଶନ ଚକ୍ର ପ୍ରୟୋଗ କରି ଶିଶୁପାଳଙ୍କୁ ହତ୍ୟା କରିଥିଲେ, କିନ୍ତୁ ଚକ୍ର ଫେରୁଥିବା ସମୟରେ ଶ୍ରୀକୃଷ୍ଣଙ୍କ କାଣି ଆଙ୍ଗୁଠିରେ ବାଜି ସାମାନ୍ୟ ଆଘାତ ହେବାରୁ ରକ୍ତ ବୋହିବାକୁ ଲାଗିଲା। ଏହା ଦେଖି ଦ୍ରୌପଦୀ, ଯିଏ ଶ୍ରୀକୃଷ୍ଣଙ୍କୁ ଭାଇ ଭାବେ ମାନୁଥିଲେ, ତୁରନ୍ତ ନିଜ ଶାଢ଼ୀର ଏକ ଖଣ୍ଡ ଚିରି ଶ୍ରୀକୃଷ୍ଣଙ୍କ ଆଙ୍ଗୁଠିରେ ବାନ୍ଧି ରକ୍ତସ୍ରାବ ବନ୍ଦ କରିଥିଲେ। ଏହି ସ୍ନେହପୂର୍ଣ୍ଣ କାର୍ଯ୍ୟରେ ଶ୍ରୀକୃଷ୍ଣ ଅତ୍ୟନ୍ତ ପ୍ରସନ୍ନ ହୋଇ ଦ୍ରୌପଦୀଙ୍କୁ ପ୍ରତିଜ୍ଞା ଦେଇଥିଲେ ଯେ ସେ ଏହି ଋଣକୁ ପରିଶୋଧ କରିବେ। ପରେ ଯେତେବେଳେ ଦୁଶାସନ କୌରବ ସଭାରେ ଦ୍ରୌପଦୀଙ୍କ ବସ୍ତ୍ର ହରଣ କରିବାକୁ ଚେଷ୍ଟା କରିଥିଲା, ତେବେ ଶ୍ରୀକୃଷ୍ଣ ଦିବ୍ୟ ଶକ୍ତିରେ ଅସୀମ ବସ୍ତ୍ର ପ୍ରଦାନ କରି ଦ୍ରୌପଦୀଙ୍କ ସମ୍ମାନ ରକ୍ଷା କରିଥିଲେ। କୁହାଯାଏ ଯେ ଦ୍ରୌପଦୀ ଶ୍ରୀକୃଷ୍ଣଙ୍କ ଆଙ୍ଗୁଠିରେ ଶାଢ଼ୀର ଖଣ୍ଡ ବାନ୍ଧିଥିବା ଦିନ ଶ୍ରାବଣ ପୂର୍ଣ୍ଣିମା ଥିଲା। ଏହି ଘଟଣା ରକ୍ଷାବନ୍ଧନର ଭାଇ ଭଉଣୀ ବନ୍ଧନର ଏକ ଅମର ଉଦାହରଣ ହୋଇ ରହିଛି। ମହାଭାରତ ଯୁଦ୍ଧ ଓ ରକ୍ଷା ସୂତ୍ରର ଶକ୍ତି। ମହାଭାରତରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାହାଣୀ ରକ୍ଷାବନ୍ଧନର ସାମରିକ ଓ ଆଧ୍ୟାତ୍ମିକ ମହତ୍ତ୍ୱକୁ ଦର୍ଶାଏ। ମହାଭାରତ ଯୁଦ୍ଧ ପୂର୍ବରୁ ଯୁଧିଷ୍ଠିର ଶ୍ରୀକୃଷ୍ଣଙ୍କୁ ପଚାରିଥିଲେ, ହେ କୃଷ୍ଣ, ମୁଁ କିପରି ଏହି ଭୟଙ୍କର ଯୁଦ୍ଧରେ ସମସ୍ତ ସଙ୍କଟରୁ ରକ୍ଷା ପାଇପାରିବି? ଶ୍ରୀକୃଷ୍ଣ ତାଙ୍କୁ ପରାମର୍ଶ ଦେଇଥିଲେ ଯେ ସେ ତାଙ୍କ ସମସ୍ତ ସୈନିକଙ୍କ ହାତରେ ରକ୍ଷା ସୂତ୍ର ବାନ୍ଧନ୍ତୁ। ଏହି ରକ୍ଷା ସୂତ୍ର ସୈନିକମାନଙ୍କୁ ନିଷ୍ଠା ଓ ସାହସର ସହ ଯୁଦ୍ଧ କରିବାକୁ ପ୍ରେରଣା ଦେବ ଏବଂ ପାଣ୍ଡବମାନଙ୍କୁ ବିଜୟୀ କରିବ। ଯୁଧିଷ୍ଠିର ଶ୍ରୀକୃଷ୍ଣଙ୍କ ପରାମର୍ଶ ଅନୁସାରେ ଶ୍ରାବଣ ପୂର୍ଣ୍ଣିମା ଦିନ ସୈନିକମାନଙ୍କ ହାତରେ ରକ୍ଷା ସୂତ୍ର ବନ୍ଧାଇଥିଲେ। ଏହା ସୈନିକମାନଙ୍କ ମନୋବଳ ବୃଦ୍ଧି କରିଥିଲା ଏବଂ ପାଣ୍ଡବମାନେ ମହାଭାରତ ଯୁଦ୍ଧରେ ବିଜୟୀ ହୋଇଥିଲେ। ଏହି ଘଟଣାରୁ ରକ୍ଷାବନ୍ଧନ ସୈନ୍ୟମାନଙ୍କ ସହ ମଧ୍ୟ ଜଡ଼ିତ ହେଲା, ଯାହା ଆଜି ମଧ୍ୟ ସୈନିକମାନଙ୍କ ହାତରେ ରାକ୍ଷୀ ବନ୍ଧାଯିବାର ପରମ୍ପରା ଦେଖାଯାଏ। ମା ଲକ୍ଷ୍ମୀ ଓ ରାଜା ବଳି। ଏହି ପୌରାଣିକ କାହାଣୀ
ଭାଗବତ ପୁରାଣ ଓ ଅନ୍ୟାନ୍ୟ ପୁରାଣରେ ଉଲ୍ଲେଖିତ ରାଜା ବଳି ଜଣେ ଶକ୍ତିଶାଳୀ ଓ ଦାନୀ ଅସୁର ରାଜା ଥିଲେ। ଭଗବାନ ବିଷ୍ଣୁ ବାମନ ଅବତାରରେ ଆସି ରାଜା ବଳିଙ୍କ ଠାରୁ 3 ପାଦ ଭୂମି ଭିକ୍ଷା ମାଗିଥିଲେ। ବଳି ଏହା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଭଗବାନ ବାମନ 2 ପାଦର ସ୍ୱର୍ଗ ଓ ମର୍ତ୍ତ୍ୟକୁ ଗ୍ରହଣ କରିଥିଲେ, କିନ୍ତୁ ତୃତୀୟ ପାଦ ପାଇଁ ବଳିଙ୍କ ପାଖରେ କିଛି ବାକି ନଥିଲା। ତେଣୁ ବଳି ନିଜକୁ ସମର୍ପଣ କରି ଭଗବାନଙ୍କୁ ପାତାଳପୁରରେ ତାଙ୍କ ସହ ରହିବାକୁ ଅନୁରୋଧ କରିଥିଲେ। ଭଗବାନ ବିଷ୍ଣୁ ବଳିଙ୍କ ଭକ୍ତିରେ ପ୍ରସନ୍ନ ହୋଇ ପାତାଳପୁରରେ ରହିବାକୁ ସମ୍ମତ ହେଲେ। ଏହା ଦେଖି ଦେବୀ ଲକ୍ଷ୍ମୀ ବିଚଳିତ ହେଲେ, କାରଣ ଭଗବାନ ବିଷ୍ଣୁ ବୈକୁଣ୍ଠ ଛାଡ଼ି ପାତାଳରେ ରହୁଥିଲେ। ତେଣୁ ଦେବୀ ଲକ୍ଷ୍ମୀ ଏକ ଲୀଳା ରଚନା କରି ଜଣେ ଗରିବ ମହିଳା ରୂପରେ ରାଜା ବଳିଙ୍କ ପାଖକୁ ଗଲେ ଏବଂ ଶ୍ରାବଣ ପୂର୍ଣ୍ଣିମା ଦିନ ତାଙ୍କ ହାତରେ ରକ୍ଷାସୂତ୍ର ବାନ୍ଧିଲେ। ରାଜା ବଳି ଯିଏ ସବୁ ଦାନ କରିସାରିଥିଲେ କହିଲେ, ମୋ ପାଖରେ ତୁମକୁ ଦେବା ପାଇଁ କିଛି ନାହିଁ। ତେବେ ଦେବୀ ଲକ୍ଷ୍ମୀ ନିଜର ପ୍ରକୃତ ରୂପ ପ୍ରକାଶ କରି କହିଲେ, ତୁମ ପାଖରେ ସାକ୍ଷାତ ଭଗବାନ ବିଷ୍ଣୁ ଅଛନ୍ତି, ମୁଁ କେବଳ ତାଙ୍କୁ ଫେରାଇ ନେବାକୁ ଆସିଛି। ତାପରେ ରାଜା ବଳି ଭଗବାନ ବିଷ୍ଣୁଙ୍କୁ ଦେବୀ ଲକ୍ଷ୍ମୀଙ୍କ ସହ ବୈକୁଣ୍ଠକୁ ଯିବାକୁ ଅନୁମତି ଦେଲେ। ବିଦାୟ ସମୟରେ ଭଗବାନ ବିଷ୍ଣୁ ବଳିଙ୍କୁ ଏକ ବର ଦେଇଥିଲେ ଯେ ସେ ପ୍ରତି 4 ମାସ ବା ଚତୁର୍ମାସ ପାତାଳରେ ରହିବେ। ଏପଟେ ଶ୍ରୀମନ୍ଦିରରେ ମଧ୍ୟ ରକ୍ଷାବନ୍ଧନ ପର୍ବ ପାଳନ ଲାଗି ସ୍ୱତନ୍ତ୍ର ନୀତିକାନ୍ତ ରହିଛି। ପ୍ରଭୁ ବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା। ଏଥିପାଇଁ ପାଟରା ବିଷୋଇ ସେବକମାନେ ବାସୁଙ୍ଗା ପାଟରେ ରାକ୍ଷୀ ପ୍ରସ୍ତୁତ କରି ରଖିଛନ୍ତି। ରାକ୍ଷୀ ପୂର୍ଣ୍ଣିମାକୁ ଗହ୍ମା ପୂର୍ଣ୍ଣିମା ମଧ୍ୟ କୁହାଯାଇଥାଏ। ଏହି ଦିନ ପ୍ରଭୁ ବଳଭଦ୍ରଙ୍କ ଜନ୍ମତିଥି ଭାବେ ବିଶେଷ ମହତ୍ତ୍ୱ ରହିଛି। ହଳ ଓ ମୂଷଳ ଧାରଣ କରିଥିବା ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହି ଅବସରରେ ଗୋମାତାଙ୍କୁ ପୂଜା କରାଯାଏ। ଗୋମାତାଙ୍କୁ ସ୍ନାନ କରାଇ ତାଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧିବା ଏବଂ ପରମ୍ପରା ଅନୁସାରେ ପିଠା ଖାଇବାକୁ ଦିଆଯାଏ। ଭଗବାନ ଶ୍ରୀକୃଷ୍ଣଙ୍କ ଜ୍ୟେଷ୍ଠ ଭ୍ରାତା ବଳରାମ ଏହି ପବିତ୍ର ଦିନରେ ପୃଥିବୀରେ ଅବତୀର୍ଣ୍ଣ ହୋଇଥିଲେ। ତେଣୁ ଏହି ଦିନଟି ବଳରାମ ଜୟନ୍ତୀ ନାମରେ ମଧ୍ୟ ଉତ୍ସବ ମୁଖର ହୋଇ ପାଳିତ ହୁଏ। ରକ୍ଷାବନ୍ଧନ କେବଳ ଏକ ଧାର୍ମିକ ପର୍ବ ନୁହେଁ, ବରଂ ଏହା ଏକ ସାମାଜିକ ଏକତା ଓ ପରସ୍ପର ମଧ୍ୟରେ ବିଶ୍ୱାସର ପ୍ରତୀକ। ଓଡ଼ିଶାରେ ଏହି ପର୍ବକୁ ରାକ୍ଷୀ ପୂର୍ଣ୍ଣମୀ ଭାବେ ପାଳନ କରାଯାଏ, ଯେଉଁଠାରେ ଭଉଣୀମାନେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କର ମଙ୍ଗଳ କାମନା କରନ୍ତି ଏବଂ ଭାଇମାନେ ତାଙ୍କୁ ଉପହାର ଦେଇ ରକ୍ଷାର ପ୍ରତିଜ୍ଞା କରନ୍ତି। ଏହା ସୈନିକମାନଙ୍କ ସହ ମଧ୍ୟ ଜଡ଼ିତ, ଯେଉଁମାନେ ଦେଶର ସୁରକ୍ଷା ପାଇଁ ରାକ୍ଷୀ ବାନ୍ଧି ସାହସ ଓ ନିଷ୍ଠାର ପ୍ରତିଜ୍ଞା ନିଅନ୍ତି। ରକ୍ଷାବନ୍ଧନର ପରମ୍ପରା ପୁରାଣରୁ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ଏହାର ମହତ୍ତ୍ୱ ବଜାୟ ରଖିଛି। ଇନ୍ଦ୍ର ଇନ୍ଦ୍ରାଣୀଙ୍କ ସୁରକ୍ଷା କାହାଣୀ, ଶ୍ରୀକୃଷ୍ଣ ଦ୍ରୌପଦୀଙ୍କ ଭାଇ ଭଉଣୀ ବନ୍ଧନ, ମହାଭାରତରେ ସୈନିକମାନଙ୍କ ରକ୍ଷାସୂତ୍ର ଏବଂ ମା ଲକ୍ଷ୍ମୀଙ୍କ ରାଜା ବଳିଙ୍କ ହାତରେ ରାକ୍ଷୀ ବାନ୍ଧିବା ଆଦି କାହାଣୀଗୁଡ଼ିକ ଏହି ପର୍ବର ଦିବ୍ୟତା ଓ ଆଧ୍ୟାତ୍ମିକତାକୁ ପ୍ରତିପାଦନ କରେ। ଏହି ପର୍ବ ଆଜି ମଧ୍ୟ ଭାରତୀୟ ସଂସ୍କୃତିରେ ଏକତା, ପ୍ରେମ ଓ ସୁରକ୍ଷାର ପ୍ରତୀକ ଭାବେ ପାଳନ କରାଯାଏ, ଯାହା ଆମ ସମାଜରେ ପରସ୍ପର ମଧ୍ୟରେ ବନ୍ଧନକୁ ଆହୁରି ଦୃଢ଼ କରେ।